ଜଗନ୍ନାଥ। ଆଜି ଭଲ କଥା ଛୁଆ ମନେ ରଖ। ଭଗବାନ ପ୍ରାପ୍ତି କିପରି ମିଳେ ହେଲା। ଆମେ ବର୍ତ୍ତମାନ ଦେଖ ମଣିଷ ସମାଜ ଚିନ୍ତା କରୁନାହିଁ ମୁଁ କାହିଁକି ଜନ୍ମଗ୍ରହଣ କରୁ, ମୁଁ କାହିଁକି ମଣିଷ ଜନ୍ମଟା ପାଇଛି। ଭଗବାନ 56 କୋଟି ଜୀବଜନ୍ତୁ ଯେତେବେଳେ ସୃଷ୍ଟି କଲେ ସବୁଠାରୁ ମାନବକୁ ଅଧିକା ଦେଲେ କ'ଣ? ବୁଦ୍ଧି, ବିବେକ, ଜ୍ଞାନ। ମଣିଷଠୁ ବଳୁଆ ଅନ୍ୟ ପଶୁ ବି ଅଛନ୍ତି ନା ନାହିଁ? ବୁଦ୍ଧି, ବିବେକ, ଜ୍ଞାନ ବଳେ କିମ୍ବା ଅସାଧ୍ୟ ମସ୍ତକେ। ମଣିଷ ଠାରୁ ବାଘ ବଳୁଆ, ହାତୀ ବଳୁଆ, ସିଂହ ବଳୁଆ, ସମସ୍ତେ ବଳୁଆ। କିନ୍ତୁ ମଣିଷ କ'ଣ କରେ? ତାର ବୁଦ୍ଧି ବଳରେ ତାକୁ ପରାସ୍ତ କରିଦିଏ, ଯାହା ଫଳରେ ସେମାନେ କ'ଣ ହୁଅନ୍ତି? ନତମସ୍ତକ ହେଇକି। ମନୁଷ୍ୟ ଜନ୍ମଟା ହଉଛି ଗୋଟେ ଦୁର୍ଲଭ ଜନ୍ମ। କାହିଁକି ମଣିଷ ଜନ୍ମ ପାଇଥାଏ? 84 ଲକ୍ଷ ଯୋନି ଜୀବାତ୍ମା ଭ୍ରମଣ କଲା ପରେ ମାନବ ଜନ୍ମ ପାଇବାକୁ ହକଦାର ହେଲା। ଭଗବାନ ସେଠୁ ତା କହୁଛନ୍ତି ରେ ବାବୁ, ତୋର ଏଥର ମାନବ ଜନ୍ମ ପାଇବାକୁ ହକଦାର ହେବୁ, ତୁ ମର୍ତ୍ତ୍ୟପୁରକୁ ଯିବୁ। କିନ୍ତୁ ମର୍ତ୍ତ୍ୟପୁରରେ ମାୟା ବୋଲି ଗୋଟେ ରାକ୍ଷସ ଅଛି। ସେ ମାୟା ରାକ୍ଷସ ତତେ ଗ୍ରାସୀ ଯିବ। ତୁ ଦେଖେ ମର୍ତ୍ତ୍ୟପୁରର ଚାଲିଚଳନ, ବ୍ୟବହାର, ସଂସ୍କାର ଏଇ ଟାଇପର। ତୁ ଯିବୁ, ସେ ମାୟା କାଟି ପାରିବୁ ନା? ହଁ ପ୍ରଭୁ, ମୁଁ କାଟିଦେବି। କାହିଁକି? ଜୀବାତ୍ମା ସେ ଦେଖୁଛି ସଂସାରର ରୀତିଗତି ଦେଖିଲା ପରେ ଏତେ ବିମୋହିତ ହେଇଗଲା, ଯାହା ଫଳରେ ସେ ମନୁଷ୍ୟ ଜନ୍ମ ପାଇବାକୁ ଭାରି ଖୁସି ହେଲା। କିନ୍ତୁ ଭଗବାନ କହିଛନ୍ତି କ'ଣ? ମର୍ତ୍ତ୍ୟପୁର ହଉଛି ମାୟାପୁର। ଭଗବାନଙ୍କର କିଛି ଦୋଷ ନାହିଁ। ସେଠୁ ଭଗବାନ କ'ଣ କଲେ? ତାକୁ ମର୍ତ୍ତ୍ୟମଣ୍ଡଳକୁ ପଠେଇଲେ। ସେ ତ ବହୁତ କଥା, ଯାହା ହଉ ମାତୃଗର୍ଭରେ କ'ଣ ହେଲା? ଶିଶୁଟି ସଂସାର ଲାଭ କଲା। 10 ମାସ ଯେତେବେଳେ ହେଲା, ପୂର୍ଣ୍ଣ ଗଢ଼ା ହେଇଗଲା ପରେ ଯନ୍ତ୍ରଣା ହଉଛି ମାତୃଗର୍ଭରେ। ସେ ଡାକୁଛି ପ୍ରଭୁ ରକ୍ଷା କର, ପ୍ରଭୁ ରକ୍ଷା କର, ପ୍ରଭୁ ରକ୍ଷା କର। ପ୍ରଭୁ ସେ ତ ଦର୍ଶନ ଦଉଛନ୍ତି। ଆରେ ତୁ ମର୍ତ୍ତ୍ୟପୁର ଗଲେ କ'ଣ କରିବୁ? ନା ସ୍ତୁତି ଯେ କଲୁ ତୁଇ ଭୂଦେବ ନନ୍ଦ ଶିଷ୍ୟ, ଯଦି ମର୍ତ୍ତ୍ୟମଣ୍ଡଳେ ମୁହିଁ କରିବି ବାସ, ତୋ ନାମ ଗାଉଥିବି ସୁମରି। ପ୍ରଭୁ ତମେ ଯଦି ମର୍ତ୍ତ୍ୟମଣ୍ଡଳକୁ ପଠେଇବ, ମୁଁ କ'ଣ ହେଇବି? ମର୍ତ୍ତ୍ୟମଣ୍ଡଳରେ ବାସ କଲେ ସଦା ସର୍ବଦା ତୋର ଗୁଣ ଯଶକୁ ମୁଁ ଗାନ କରିବି। ବୁଝିଯାଉଛି? ପ୍ରଭୁ କହିକି ଆସିଲା ଜୀବାତ୍ମା। ଜନ୍ମ ହୋଇ ପଡ଼ିଲୁ ମର୍ତ୍ତ୍ୟମଣ୍ଡଳେ, କୁଆଁ ବୋଲ ଚକଲ ସବୁ ଗଲା, ସବୁ ପାଶର। ଯେତେବେଳେ ମର୍ତ୍ତ୍ୟମଣ୍ଡଳରେ ଜନ୍ମ ହେଇଗଲା, ସେ କୁଆଁ ବୋଲି ଯେତେବେଳେ ଡାକ ଦେଲା ତଳେ ପଡ଼ିକି, ତାର ପ୍ରଭୁଙ୍କ କଥା ସବୁ ବୁଝିଗଲା। ବୁଝିଯାଉଛି? ପ୍ରଭୁଙ୍କ କଥା ପାଶୋରି ଗଲା। କାହିଁକି? ନା ମର୍ତ୍ତ୍ୟପୁର ମାୟାପୁର, ସେଇଠି ମାୟା ତାକୁ ରାସିଗଲା। ସେ ପ୍ରଭୁଙ୍କ କଥା ଭୁଲି ଯାଇକି ସେଠୁ ମାୟାପୁରରେ କ'ଣ ଗଲା? ବଢ଼ିଲା, ଟିକେ ଟିକେ ବଡ଼ ହେଲା। ବଡ଼ ହେଲେ ମଧ୍ୟ ତାର ପ୍ରଭୁଙ୍କ କଥା ମନ ପଡ଼ିଲା ନାହିଁ ହେଲା। ଟିକେ ବଡ଼ ହେଲା, ଛୁଆଙ୍କ ସାଙ୍ଗେ ଖେଳିଲା। ଏବେ ଆଉ ଟିକେ ବଡ଼ ହେଇଗଲା, ଯୁବକ ଅବସ୍ଥା ପଳେଇଲା। ସେଠୁ ସଂସାର କଲା। ଫେର ଆଉ ଟିକେ ବଡ଼ ହେଇଗଲା, ପୁଅ ଝୁଅ ଭାଇ ବନ୍ଧୁ କୁଟୁମ୍ବ ନାତି ନାତୁଣୀ ସାଙ୍ଗେ ଖେଳିଲା। ତଥାପି ଆଉ ହରିନାମ ଭଜି ପାଇଲା ନାହିଁ। ଶେଷକୁ କ'ଣ ହେଲା? ମଲା। କିନ୍ତୁ ତା ଜୀବନରେ ସେ ସାର୍ଥକତା ଲାଭ କରିପାରିଲା ନାହିଁ। ଦେଖ ଛୁଆ, ଭଲ କଥାଟିଏ। ଆମେ ହଉ କି ତମ ହଉ କି XYZ ଝିଅ ହୁଅନ୍ତୁ, ଜନ୍ମ ହେଇଛି ଦିନେ ମୃତ୍ୟୁ ନିଶ୍ଚିନ୍ତ। ଏଇ ଯୋଉ ଶରୀରଟା ଅଛି, ଇଏ ହଉଛି ହାଡ଼ ମାଂସ ରକ୍ତ ମାଟି ଶରୀର।
ନା ନାଇଁ? ଆମେ ଯେମିତି ପୋଡ଼ି ପୋତି ଆସିଛେ, ଆମ ବାପ ଭାଇ ବନ୍ଧୁ କୁଟୁମ୍ବ ସେ ମାଟିରେ ମିଶିଗଲେ, ଆମେ ମଧ୍ୟ ସେମିତି ଦିନେ ମାଟିରେ ମିଶିଯିବା। କିନ୍ତୁ ମୃତ୍ୟୁଟା କାହା ହାତରେ ନଥାଏ। ଭଗବାନ ମଣିଷକୁ ସବୁ କିଛି ଦେଇଛନ୍ତି, କିନ୍ତୁ ମୃତ୍ୟୁଟାକୁ ତାଙ୍କ ହାତରେ ରଖିଛନ୍ତି। କେତେବେଳେ ଝିଙ୍କି ଦେବେ ତମର ସେଇଠି ବଳ ମିଳିଯିବ। ସେଥିପାଇଁ କହନ୍ତି ନା, ଦୈବ ଦୌଡ଼ି ମଣିଷ ଗାଈ ଯେଣିକି ଟାଣ ସେଣିକି। ଆମେ ଯଦି ଗାଈ ହେଲେ ଧର୍ମ ରୂପକ ଦୌଡ଼ଟାକୁ ପ୍ରଭୁ ଟାଣିଛନ୍ତି, କରୁଛନ୍ତି। ଝିଙ୍କି ଦେବେ ଯେତେବେଳେ, କେତେବେଳେ ଝିଙ୍କି ଦେବେ ତା କହିହବ ନାହିଁ। ଯଦି ମଣିଷ ଜନ୍ମ ପାଇକି ଆମେ ନିଜ ମୃତ୍ୟୁକୁ ଆମେ ଜିଣି ପାରିବା, ତାହେଲେ ମାନବ ଜନ୍ମ ସାର୍ଥକ ଯାଇଥିଲା ହେବ ବୋଲି ଜାଣିଥାଉ। ସେ ଯାହା ହଉ, ଆମେ ଯେତେବେଳେ ପ୍ରଭୁଙ୍କୁ ପାଇଲେ ନାହିଁ, ଆମେ ମାୟାରେ ଗଲେ। କିନ୍ତୁ ପ୍ରତ୍ୟେକ ମନୁଷ୍ୟ ଆସିଛନ୍ତି ପ୍ରଭୁ ପାଖେ ଏଗ୍ରିମେଣ୍ଟ କରିକି, ମସ୍ତିମଣ୍ଡଳକୁ ଆଇଲେ ପ୍ରଭୁ ଗୁଣ ଯଶ ଗାନ କର। କିନ୍ତୁ ବର୍ତ୍ତମାନ ସମୟରେ ଦେଖ, ଆଗରୁ ଟିକେ ହରିନାମ ଥିଲା, ଏବେ ସବୁ କିଣା ବିକା ହରିନାମ। କିନ୍ତୁ ବର୍ତ୍ତମାନ ଅମୂଲ୍ୟ ଧନଟାକୁ କିଏ ଆଉ ଚିନ୍ତା କରୁନାହାନ୍ତି। ସମସ୍ତେ ମାୟା ଧନରେ କରିଛନ୍ତି, ମୋହିତ ହେଇଛନ୍ତି। ରାତି ପାଇଲେ କୋଉଠୁ ପଇସା ଆସିବ, ଏଇ ଚିନ୍ତା ମଣିଷ। କିନ୍ତୁ ଧନକୁ କେହି ଚିନ୍ତା କରୁନାହାନ୍ତି। କୋଉ ଧନ? ଅମୂଲ୍ୟ ଧନ। ପ୍ରଭୁଙ୍କୁ ଯଦି ଆମେ ଧରିବା, ଏ ମାୟା ଧନ ତା ମନକୁ ଆସିବ। ଯଦି ଆମେ ପ୍ରଭୁଙ୍କୁ ନ ଧରିବା, ଏ ମାୟା ଧନରେ ବାହି ହବା, ଆଉ ପ୍ରଭୁ ରୂପକ ଧନ ମିଳେ। ସେ ପ୍ରଭୁଙ୍କୁ ପାଇବାକୁ ହେଲେ ସାମାନ୍ୟ ସହଜ ପଥ। କିନ୍ତୁ ଆମେ ସବୁ କଣ ହେଇଯାଏ, ଯେ ବର୍ତ୍ତମାନ ମାୟାରେ ପଡ଼ିଯାଇଛେ। ସେଇ ପ୍ରଭୁ ଆମ ସମସ୍ତଙ୍କ ଦେହରେ ଅଛନ୍ତି, କିନ୍ତୁ ଆମେ ଜାଣିପାରୁ ନାହିଁ। ବୁଝିଯାଉଛି? କୁହନ୍ତି ରଖିଲା ଦଶ ବାଟ, ଲଗାଇଲା କବାଟ, ଶିଶୁ ମୁନା ଦୁଆରେ ରହିଲେ ନନ୍ଦ ସାଟ। ତେଣୁ ପ୍ରଭୁ ସମସ୍ତଙ୍କ ଦେହରେ ବିଦ୍ୟମାନ, ନାଇଁ? ଭାଗବତର ପ୍ରମାଣ ଅଛି, କୀଟ ପାଷାଣ ତରୁ ତୁଣ ସକଳ ଘଟେ। ଆମେ ସେ ପ୍ରଭୁଙ୍କୁ ପାଇବାକୁ କେହି ଚିନ୍ତା କରୁ ନା। କେମିତି ରାତି ପାଇଲେ ମୋ ପୁଅ ଅମ କରିବ, କି ମୋ ଝିଅ ଅମ କରିବ, କି ରାତିରେ ମୁଁ କୋଉଠି କୋଠା କରିବି, ଅମ କରିବି, ସମ କରିବି, ଏଇ ଚିନ୍ତା। କିନ୍ତୁ ଚିନ୍ତା ରାତିରେ ଶୋଇଲା ବେଳେ ଚିନ୍ତା କରିବା କଥା, ଆରେ ମୋ ବାପା ଥିଲା ଏମିତି କରିଥିଲା, କଣ ନେଇଗଲା? ମୁଁ ନିଜେ ନେଲି, ପୋଡ଼ିଲି, ପୋତିଲି, ଆଇଛି, ଆଜି ମାଟିରେ ମିଶିଗଲା। ନା ନାଇଁ? ମୋ ଭାଇ ଥିଲା, ଏଇଆ କରିଥିଲା, ସିଏ ଚାଲିଗଲା, ତାକୁ ପୋଡ଼ିଲି, ପୋତିଲି, ସେ କଣ ନେଇଗଲା? କି ଜେଜ ଥିଲା, ଘର ଦ୍ୱାର ସବୁ କରିଥିଲା, ମରିଗଲା, ତାକୁ ପୋଡ଼ିଲି, ପୋତିଲି, ସେ କଣ ନେଇଗଲା? ମଣିଷ କଥା କେବେ ହେଲେ ଚିନ୍ତା କରୁନାହିଁ। ମନୁଷ୍ୟ ବର୍ତ୍ତମାନ ଭାବୁଛି ମୁଁ ଚିରଞ୍ଜୀବୀ, ମୋର ମୃତ୍ୟୁ ନାହିଁ। ନା ନାଇଁ? ଏଇଆ ନୁହଁ? ତେଣୁ ପ୍ରଭୁଙ୍କୁ ପାଇବାକୁ ହେଲେ ସହଜ ଏବଂ ଅତି କଣ ସୁନ୍ଦର ପଥ। କିନ୍ତୁ ଆମେ ମାନେ କଣ କରୁ, ମାୟାର ସବୁ ବିମତ ହେଇଯାଉ, ଯାହା ଫଳରେ ଜନ୍ମ ଜନ୍ମାନ୍ତର ପଳେଇଯିବ, ପ୍ରଭୁଙ୍କୁ ମିଳିବନି। ପୁଣି ଗୋଟେ ମୁହୂର୍ତ୍ତରେ ମଧ୍ୟ ପ୍ରଭୁଙ୍କୁ ଆମେ ପାଇଯିବା। ଏ ଯୋଉ ମାୟା ଯେତେବେଳେ ଜନ୍ମ ହେଲା, ଆମକୁ ଆସିଲା କିଏ? ପ୍ରଥମେ ବାଟ ରୋକିଲା ମାୟା। ତେଣୁ ପ୍ରଥମେ ମାୟାଟାକୁ ଆଗ କାଟିବାକୁ ପଡିବ। ଯଦି ପାଇବାକୁ ହବ, ପ୍ରଥମେ ମାୟାକୁ କାଟ। ତାପରେ କଣ? ଗୁରୁଙ୍କୁ ସେବା କର। ଗୁରୁ କେମିତିଆ ଗୁରୁ? ନା ତତ୍ତ୍ୱବାଦୀ ଗୁରୁ ହେଲା, ବା ତତ୍ତ୍ୱଦର୍ଶୀ ଗୁରୁ, ଯେ ତତ୍ତ୍ୱକୁ ଦର୍ଶନ କରିଥିବେ। ଖାଲି କହିଦେଲେ ହବନି, ବହିରେ ଲେଖା ଅଛି ସମସ୍ତେ କହିଦେବେନି। କିନ୍ତୁ ଯିଏ ଅନୁଭବ କରିଥିବ, କଟକ ଯିବାକୁ ଏଇପଟେ ବାଟ, ଯିଏ ଜାଣିଥବ, ସେମିତିଆ ଗୁରୁଙ୍କ ପାଖକୁ ଗଲେ ସେ କଟକ ବାଟ ଦେଖେଇଦେବେ। ଯିଏ ଢାବା ବାଡ଼େଇ କରେ ଶୁଣିଥବ କଟକ ଏମିତି ଯିବ, ଏମିତି ଯିବ, ଏମିତି ଯିବ, ସିଏ ସେମିତି ଆଉ କହିପାରିବନି ବାଟ ଷ୍ଟପେଜ ଗୁଡ଼ାକ। ସିଏ ସେମିତି କହିଦେବ ଏମିତି ଯିବ, ସେମିତି ଯିବ, ଏମିତି ସବୁ କହିଦିଅନ୍ତି। ନା, ଅନୁଭବକାରୀ ଗୁରୁ ଦରକାର, ଅନୁଭବ ସୂତ୍ର ଗୁରୁ ଦରକାର।
ବର୍ତ୍ତମାନ ତ ଗୁରୁ ଅନେକ ବାହାରିଲେଣି। ଗୁରୁ ହୋଇବେ ପଣ ପଣ, ଶିଷ୍ୟ ନଥିବେ କର। ମାନେ ଗୁରୁ ପରମ୍ପରାବାଦ ନଥିବ। ବର୍ତ୍ତମାନ ଆମେ ଦେଖୁ ଅନେକ ଗୁରୁକୁଳ ଅଛି, ତାଙ୍କର ପରମ୍ପରାବାଦ ନାହିଁ, ଗୁରୁ ସମ୍ପ୍ରଦାୟବାଚକ ନାହିଁ। ଏ ମାଳିକା ଯୋଉ ଗୋଟେ ଭଲ ବାହାରିଛି, ମାଳିକାକୁ ସବୁ ପଢି ଦଉଛନ୍ତି, ପଢିକି ଯିଏ ଗୋଟେ ଗୋଟେ ଗୁରୁ ହେଇଯାଉଛନ୍ତି। ତାର କିଛି ମହତ୍ଵ ନାହିଁ। ବୁଝିହଉଛି? ଦେଖାଶୁଣା ପାଠ ପାଠରେ ଗଣା ନୁହଁ। ଆଖି ତରାଟିଆ ଧ୍ୟାନ ନୁହଁ କି ମୁଖ ବାଚାଳିଆ ଜ୍ଞାନ ନୁହଁ। ଅନୁଭବ କର, ଅନୁଭୂତି କର। ପ୍ରଥମେ ମାୟାକୁ କାଟିବାକୁ ପଡ଼ିବ, ତାପରେ ଗୁରୁ କୃପା ବହନ କଲେ ପ୍ରଭୁଙ୍କୁ ତମେ ପାଇବ। ଜୀବାତ୍ମା କହୁଛି, ପ୍ରଭୁ ମୁଁ ତମକୁ କେମିତି ପାଇବି? ଯଦି ମର୍ତ୍ତ୍ୟପୁର କି ମାୟାପୁର, ମୁଁ ତମକୁ କେମିତି ଯାଇକି ପାଇବି? ପ୍ରଭୁ ହସିଦେଲେ, କହିଲେ ଆରେ ପ୍ରଭୁ ମତେ ପାଇବା ହଉଛି କଣ ସାମାନ୍ୟ କଥା। ବୁଝିହଉଛି? ସେ କଣ କହିଲେ, ଯଦି ପାଇବୁ ଭେଟ ମାୟାକୁ ବେଗେ କାଟ, ଗୁରୁ ସେବିଣ ଭଜ ଶ୍ରୀହରି, ବଡ଼ ମାୟା ବି ଯିବ ନୁହେଁ ଗାଁ। କିଏ କହୁଛନ୍ତି? ଯଶୋବନ୍ତ ଦାସ। ହେ ଜୀବାତ୍ମା, ତତେ ମୁଁ ମର୍ତ୍ତ୍ୟପୁରକୁ ପଠଉଛି, ତୁ ଯଦି ସିଧାସଳଖ ମତେ ନ ପାଇପାରିବୁ, ତାର ତିନିଟା ସୋପାନ ଅଛି। ଏଇ ସୋପାନରେ ତମେ ଯିବୁ, ତାହେଲେ ତୁ ମତେ ନିଶ୍ଚୟ ପାଇବୁ। କଣ? ମାୟାକୁ କାଟିବୁ, ତାପରେ ସଦ୍ଗୁରୁଙ୍କ କୃପା ବହନ କରିବୁ। ଯଦି କରିବୁ, ସଦ୍ଗୁରୁ ତତେ କଣ କରିବେ? ବାଟ ଦେଖେଇବେ। ବର୍ତ୍ତମାନ ସମୟରେ ତମେ ଦେଖ, ଆମେ ମାୟାକୁ କେହି କାଟିପାରୁ। ମାୟାକୁ କଣ କାଟିବ? ମର୍ତ୍ତ୍ୟପୁର ମାୟାପୁର ନା ନାଇଁ? କିନ୍ତୁ ମାୟାକୁ କାଟ, ପୁଣି ମାୟାରେ ଖେଳ। ସଂସାର କର, କିନ୍ତୁ ସଂସାରୀ ହୁଅ। ସଂସାର ଯୋଉ କରୁଛ, ନିଜ ପିଲା ଛୁଆ ଯେମିତି, ନିଜ ଘର ଯେମିତି, ଜଗତଟାକୁ ଭାବ ନିଜ କରିବା। ଏବଂ ନିଜ ସଂସାରର ମାୟା ଯେମିତି, ଜଗତଟାକୁ ସେଇ ମାୟା ତମେ ବାନ୍ଧିଥିବ। ବୁଝିହଉଛି? ଏଇ କଥା ଉପରେ ଜଗନ୍ନାଥ ଦାସ ମଧ୍ୟ ପ୍ରମାଣ ଦେଇଛନ୍ତି। କହିଲେ, ତୁ ଯେବେ ଏକ ଭାବେ ଭାବୁ ସଂସାର ଯାବତ ତମେ ମାୟାକୁ ନ କାଟିଛ, ତାବତ ତମ ଉପରେ କଣ ହବ? ଗୁରୁଙ୍କ କୃପା ହବ। ପୁଅ ମୋର, ଘର ମୋର, ସୁନା ମୋର, ରୂପା ମୋର, ସବୁ ମୋର। ଗୁରୁ ମାରିଛି କଣ? ପାପ ହେଲା, ଯାଉ ପୁରୀ ମୁକ୍ତି ମଣ୍ଡପ ଯା, ପାପ ଛଡେଇ ଆସ। ଭଗବାନଙ୍କ କଣ ହୋଇଥିଲା? ଏଗୁଡାକ ସବୁ ତୋର, ପାପ ତ କହୁଛି ପ୍ରଭୁଙ୍କର। କି ସୁପର ଚାଲାକିଆ ନା? ତେଣୁ ପ୍ରଭୁଙ୍କ ପାଖେ ଆତ୍ମସମର୍ପଣ କରିଦିଅ। ଯେ ତମେ କରିଦବ, ନିଶ୍ଚିନ୍ତ ସେ ପ୍ରଭୁଙ୍କର ଦର୍ଶନ ମିଳିବ ଏବଂ ଭଗବାନ କଣ ହେଇଯିବ? ଆଉ ଗୋଟେ ଛୁଆ କଥା ମନେ ରଖିବ, ସୁଖଟାକୁ କସ୍ମିନ କାଳେ ଖୋଜିବନି। କଣ ଟଙ୍କା, ସୁନା, ରୂପା, ଗାଡ଼ି ଘୋଡ଼ା ଏଗୁଡ଼ାକୁ ବେଶୀ ଖୋଜିବନି। କାରଣ ଦୁଃଖେ ନ ମିଳନ୍ତି ହରି, ସୁଖେ ବହୁ ଦୂର। ଦୁଃଖରେ ପ୍ରଭୁ ମିଳନ୍ତିନି, ସୁଖରେ ମିଳନ୍ତି। ଶାନ୍ତି ମଧ୍ୟ ଗୌର ହରି, ମିଳେ ନିରନ୍ତର। ଜୀବନରେ ଶାନ୍ତି ଟିକେ ଅଛି, ନିଶ୍ଚିନ୍ତ ପ୍ରଭୁଙ୍କ କୃପା ଅଛି। ଆଉ ତମମାନଙ୍କୁ କହୁଛୁ ମନେ ଲଗେଇଥାଅ, ସମସ୍ତେ ଶାନ୍ତିଟାକୁ ଖୋଜ, ଏଇ ସୁଖକୁ ଖୋଜ ନାହିଁ। ସୁଖ ଯଦି ଖୋଜିବ, ଦୁଃଖ ତା ଭାଇ ଉଡେଇକି ଆସିବ। ହେଲା? ଯଦି ତମେ ଶାନ୍ତିଟାକୁ ଖୋଜିବ, ଦୁଃଖକୁ ସୁଖ ପ୍ରାୟ ମଣି, ଏ ଅଟେ ଜ୍ଞାନୀଙ୍କର ବାଣୀ। ଶାଗ ପଖାଳ ଖାଉ ପଛେ ଶାନ୍ତିରେ ରୁହ, ଗଛ ମୂଳରେ ରୁହ ପଛେ ଶାନ୍ତିରେ ରୁହ। ପାଞ୍ଚତାଲା ବିଲ୍ଡିଂରେ ରହିଲେ, ଯଦି ରହିଲ, ପୁପା ପୁଅ ଭିତରେ ଝଗଡ଼ା ଝଗଡ଼ି ହଉଛି, ବାଡ଼ିଆ ପିଟା ହଉଛି, ବୃଦ୍ଧା ଆଶ୍ରମରେ ବୋପା ଯାଇକି ହଉଛି ନା ନାଇଁ? ନହେଲେ ବୋପାର ଗୋଟାଏ ହାଣ୍ଡିକି କଣ, ପୁଅର ଗୋଟାଏ ହାଣ୍ଡି। ବାହାଘର 4 ଦିନ 5 ଦିନ ତ ଶାଶୁ ବୋହୂରେ ଚୁଟି ଧରା ଧରି, ତାର କଣ ମହତ୍ଵ ଅଛି? ଧନ ଥିଲେ କଣ ହେଲା? ଶାନ୍ତି ନାହିଁ, ଧନର ମହତ୍ଵ ଅଛି?
ତେଣୁ ଶାନ୍ତିଟାକୁ ସମସ୍ତେ ଖୋଜ ଏବଂ ଏଇ କୃପା ମାର୍ଗରେ ଯାଅ, ନିଶ୍ଚିନ୍ତ ପ୍ରଭୁଙ୍କର ଦର୍ଶନ ମିଳିବ। ଏକଥା କେବେ ଅତ୍ୟୁକ୍ତି ନୁହେଁ। ମହାପୁରୁଷଙ୍କ ବାଣୀ ଅକ୍ଷର ଅକ୍ଷର ସତ୍ୟତା। ଜୟ ଜଗନ୍ନାଥ। ସେଇ ପ୍ରଭୁ ଜଗତର ନାଥ ଜଗନ୍ନାଥ ଶରଣ ଶରଣ ରକ୍ଷଣ ମହାବାହୁ ଭକ୍ତମାନ ସଦିଚ୍ଛା ପୂର୍ଣ୍ଣ କରନ୍ତୁ। ବୋଲ ଆନନ୍ଦ।